ମୁଁ ଅମିତ କୁମାର ଗନାୟକ ନାଲକୋ ରିଜନାଲ ଟ୍ରକ୍ ଆସନର ଭାଇସ୍ ପ୍ରେସିଡେଣ୍ଟ। ଆଜକୁ 12 ବର୍ଷ ହେଲା ଆମ ଆସନଟି ରେଜିଷ୍ଟ୍ରେସନ ଆମକୁ ଏଡିଏମ୍ ମାଧ୍ୟମରେ ମିଳିଥିଲା, କିନ୍ତୁ ଆମ ଆସନର ପାଉଁଶ ପରିବହନ ଅନ୍ୟାନ୍ୟ ପରିବହନ କେମିତି ସୁରକ୍ଷିତ ହୋଇପାରିବ ତାର ମାଧ୍ୟମକୁ ଆମେ ବହୁତ ଥର କଲେକ୍ଟରଙ୍କୁ ନାଲକୋ ମ୍ୟାନେଜମେଣ୍ଟକୁ ଜଣେଇଛୁ। କିନ୍ତୁ ଏଥିରେ ଆଉ ଗୋଟେ ଆସନ ଅଛି ନାଲକୋ ପେରିଫେରି ଆସନ, ଯିଏକି ଆମକୁ ବହୁତ ହଇରାଣ କରୁଛି। ଆମର ଭାଗକୁ ସେ ନିଜେ ଅଧିକା ନେଇଯାଉଛନ୍ତି, ଆମେ ତାର ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ୁଛି। ଆମେ ଚାହୁଁଛୁ ଆମର ଗାଡ଼ି ମାଲିକ ଗାଡ଼ି ବଢ଼ୁଛି, କିନ୍ତୁ ଆମେ ମେମ୍ବରସିପ୍ କରିପାରୁନୁ, ଗାଡ଼ି ବଢ଼େଇ ପାରୁନୁ, ଚଲେଇ ପାରୁନୁ। ସେମାନେ ଆମ ସିରିଏଲକୁ ରଖି ଭିଡ଼ିକି ରଖିନା ଆମ ପେଟକୁ ନାତ ମାରୁଛନ୍ତି। ତ ଆମେ ଚାହୁଁଛୁ ଯେ ଆମକୁ କେମିତି ଆମର 50% ଭାଗ କରିକି ଆମ ଆସନ ସୁବିଧା ଆମେ ବୁଝିବୁ, ଆମ ମାଲିକମାନଙ୍କ ସୁବିଧା ଆମେ ବୁଝିପାରିବୁ। ଆମ ଆସନଟି ଯେଉଁ ନାଲକୋ ରିଜନାଲ ନାଁରେ ଯେଉଁ ୱେଲଫେୟାର ନାଁରେ ହେଇଛି, ଆମ ଆଞ୍ଚଳିକ ଯେଉଁମାନଙ୍କୁ ନେଇକି ଆମେ ମେମ୍ବରସିପ୍ କରିଛୁ ତାଙ୍କର ପାରିପାର୍ଶ୍ୱିକ କେମିତି ଉନ୍ନତି ହୋଇପାରିବ, ତାର କାହାର ମାଲିକର ସୁବିଧା ଆସିଲା କେମିତି କରିପାରିବୁ, ସେ ଫଣ୍ଡିଂ ବି ଆମେ କୌଣସି ପ୍ରକାର କରି ହିଁ ପାରୁନୁ। ସେତେବେଳେ ଯିଏ ତାଙ୍କର MLA ଥିଲେ ସେ ଆମକୁ ବହୁତ ହଇରାଣ କରିଛନ୍ତି, ଏସବୁ ସୁବିଧା ଆମକୁ କରି ଦେଇନାହାନ୍ତି। ଆମେ ଚାହୁଁଛୁ ବର୍ତ୍ତମାନ ଆମ ମାଲିକମାନଙ୍କର ଗାଡ଼ି ସଂଖ୍ୟା ବଢ଼ିଲାନି, ଆମେ ସେତିକି ବେନିଫିଟ୍ ପାଇପାରୁନୁ। ତାଙ୍କର 200 ଗାଡ଼ି ଆମର 100 ଗାଡ଼ିରେ ଆମେ ସେମାନେ ଯେତେବେଳେ ଭାଗ ହେଲା ବେଳକୁ ସେ ଗୋଟେ ସିରିଏଲ୍ ନେଲା ବେଳକୁ ଅଧିକା ନେଇଯାଆନ୍ତି, ଆମ ପ୍ରାପ୍ୟ ଆମେ ପାଇପାରୁନୁ। ଆମେ ବର୍ତ୍ତମାନ ଚାହୁଁଛୁ ଯେ ଆମର ଭାଗ କରି ଦିଆଯାଉ, ତାଙ୍କର 50%, ଆମ 50% ହିସାବରେ ଆମର ସୁରକ୍ଷିତ ଆମ ହିସାବରେ ଆମର ଚଲେଇବୁ। ତ ଏତିକି ଏବେ ଆମର ADMକୁ ଆମେ ଚିଠି କରିଥିଲୁ, ତାଙ୍କୁ ଲିଖିତ ଆକାରରେ ଜଣେଇଛୁ। ତ ଆଗାମୀ ଦିନରେ ଯଦି ଆମର ଏ ସୁବିଧା ନ ହୁଏ, ଆମେ ତାଙ୍କୁ ଜଣେଇ ମିଟିଂ କରିକି ଆମେ ନାଲକୋ CP ଗେଟ୍ ସମ୍ମୁଖରେ ମାଲିକମାନେ ବସିକି ଗଣଧାରଣା କରିକି ଆମେ ନାଲକୋ ପାଉଁଶ ପରିବହନ ଅନ୍ୟାନ୍ୟ ଯେକୌଣସି ଗାଡ଼ି ବି ଆସୁଛନ୍ତି ତାକୁ ପରିବହନ ଆମେ ବନ୍ଦ କରିବୁ। ମୁଁ ପ୍ରଭାସ ସାମଲ, ଆଞ୍ଚଳିକ ଟ୍ରକ୍ ମାଲିକ ସଂଘର ସଭାପତି। ଆମେ କିଛି ଦିନ ପୂର୍ବରୁ ADM ମହୋଦୟଙ୍କୁ ସେଇ ଲୋଡ଼ିଂ ବାବଦରେ ଲିଖିତ ଆକାରରେ ଜିଲ୍ଲା ପ୍ରଶାସନକୁ ଜଣାଇ ଦେଇଛୁ, କିନ୍ତୁ ଆମର ଯେପର୍ଯ୍ୟନ୍ତ 50% ନାଲକୋର ଯାହା ପରିବହନ ହେବ ପାଉଁଶ ବଲ୍କ ଆଇଟମ୍ ସେଇ ଲୋଡ଼ିଂ ବାବଦରୁ ଆମକୁ ଯଦି 50% ନ ମିଳେ, ତାହେଲେ ଆଗାମୀ ଦିନରେ ନାଲକୋ ପ୍ଲାଣ୍ଟ ସାମ୍ନାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜନଧାରଣ କରାଯିବ। ସେଥିପ୍ରତି ପ୍ରଶାସନ ଦାୟୀ ରହିବେ। ବାହାରୁ ଯେକୌଣସି କୋଇଲା ବାହାର ଗାଡ଼ି ଆସିବ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଲୋଡ଼ିଂ ବନ୍ଦ କରାଯିବ। ଯେପର୍ଯ୍ୟନ୍ତ ସମାଧାନ ନ ହେବ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମେ ଗଣଧାରଣା ଦେବୁ। ଆଜକୁ ଆମ ରିଜନାଲ ଟ୍ରକ୍ ଆସୋସିଏସନର 2ଟି ଆସୋସିଏସନ ସେଠି ପାଉଁଶ ପରିବାର ପରିଚାଳିତ ହୁଏ। ଆଜି ପର୍ଯ୍ୟନ୍ତ ଅନୁଗୁଳର ବିଜେଡ଼ି ବିଧାୟକ ପୂର୍ବତନ ବିଧାୟକ ଯିଏ ଥିଲେ ତାଙ୍କ ଇଙ୍ଗିତରେ ପେରିଫେରି ଆସନ ଚାଲେ, କିନ୍ତୁ ଆମକୁ ସବୁବେଳେ ଲୋଡ଼ିଂରୁ ବଞ୍ଚିତ ସେମାନେ କରନ୍ତି। ସପ୍ତାହକୁ ଆମକୁ ଗୋଟେ ଗାଡ଼ି ପିଛା 2 ଟ୍ରିପ୍ ଲେଖା ଭାଗ ପଡ଼େ। ଏମିତି ହଇରାଣ କରିକି ଆମ ଗାଡ଼ିକୁ ଲୋଡ଼ିଂ ଦିଅନ୍ତେ ନାହିଁ, ଆମେ ମେମ୍ବରସିପ୍ ଆଜି ପର୍ଯ୍ୟନ୍ତ ବି କରିପାରୁନାହୁଁ। ଏଇ ଟାଇପ୍ର ହଇରାଣ କରିକି ଲୋଡ଼ିଂ ସମୟରେ ADM ମହୋଦୟକୁ ଲିଖିତ ଆକାରରେ ଜଣାଇଛୁ। ଯଦି ଆପଣଙ୍କର ସମସ୍ୟା ସମାଧାନ ନ କଲେ କ'ଣ ଆପଣଙ୍କର ପ୍ରତିକ୍ରିୟା କ'ଣ ରହିବ, ଆଉ ଆଗାମୀ କାର୍ଯ୍ୟ କ'ଣ ରହିବ କାର୍ଯ୍ୟପନ୍ଥା? ଯଦି କିଛି ସମାଧାନ ନ ହୁଏ ଆମେ ପ୍ଲାଣ୍ଟ ସାମ୍ନାରେ ଗଣଧାରଣା ଦେବୁ। 7 ମାସ ପରଠାରୁ ଟୋଟାଲ ସମ୍ପୂର୍ଣ୍ଣ ପରିବହନ ବନ୍ଦ। ଆମେ ଅଧା ଲୋଡ଼ିଂ ସମୟରେ ଲିଖିତ ଆକାରରେ ଜଣାଇଛୁ।